समस्त नमस्कार। आपण मैंने केमती अच्छा तो भलरे अच्छु किंतु बात्या प्रभावटा बहुत होती तो एबे भी वर्षा होची मु रास्ता अच्छी आम गाँव तो मु आज देखेबी आपण मानक आम गाँव में कौन कौन प्रभाव होते वर्षा होची केमती होची तो राति सारा जबर वर्षा होती तो एबे मु रास्ता को आसची तो आम गाँव धान आ कौन कौन सब नष्ट है से विषय आपण देखी तो ठीक अच्छे चलते तो सांगे आम एमती जंगल बा पहाड़ तले अच्छु तो भय भी अच्छी वर्षा बेसी हेले भूस्खलन हबार तो टोटाली वर्षा राति सारा होची परदिन टू कहले चले दारिंगबाड़ी तो वर्षाटा कमिवार प्रश्न उठुना तो आज जाए वर्षा चली देखु प्रबल वर्षा होती राति मु आम गाँव से धान चाष केमती देखेबी और रास्ता केमती होती रास्ता घाट सब मुझे देखेबी स्कूल टा देखु तो रास्ता सब धोई है देखु पूरा धोई जाती बहुत पानी भी आसुच तो एपटे बिल अच्छी देखु सब नष्ट हो गला बिल धान अमल हबार सप्ताह पाखापाखि था कि सब विषय पूरा नष्ट हो जाए से खाल हो पड़ेगा सब राति सारा वर्षा पूरा धोई हो गला तो धान समन टाइम लगी देखो किंतु एटा पड़ी ना केते नष्ट हो गला तले पड़ी बेलू टाइम लगे तो रास्ता तो भयंकर कदर्य हो देखो पूरा सोई पड़ी देख पूरा सोई पड़ी पानी भी पूरा भरिकी अच्छे तो सांगे सांगे नष्ट हो देखते पूरा नष्ट हो गला तो देखो तो गैस बंध भी बहुत फुल है तो वर्षा एबे भी लगी रही बहु मात्रा तो मु जाऊँगी बिल को तो आमर बिल केते कौन है देखेबी तो वर्षा कमु नाई देखो तो बिल भी किंती पूरा सोई गला अल्प अल्प अच्छी तो जो बिल है तो सहीटा किसी एते प्रॉब्लम ना किंतु जोटा टोटाली है ना पूरा कसी अच्छी बा टोटाली टिके पाकल भी है ना आ से बिल पूरा नष्ट हो जीव से धान जाक
ତ ବନ୍ଧ ବି ବହୁତ ଡେଞ୍ଜର ଭାବରେ ଦେଖାଯାଉଛି, ଟୁଲୁ ହେଇଛି ଦେଖନ୍ତୁ। ଦେଖୁଛନ୍ତି ଆଉ କିଛି ନାହିଁ, ସବୁ ନଷ୍ଟ ହେଇଯାଇଛି, ପୁରା ଶୋଇ ପଡିଛି। ଦେଖନ୍ତୁ ଧାନ ଦେଖୁଛନ୍ତି ଆପଣମାନେ, ଯୋଉଟା ରଙ୍ଗ ବା ହଳଦିଆ ଟିକେ ଦେଖାଯାଉଛି ସେଇଟା ଏତେ ସମସ୍ୟା ନାହିଁ, କିନ୍ତୁ ସେଇଟା ହେଇଯାଇଛି, ବର୍ଷା ଛାଡ଼ିଥିଲେ କାଟି ପାରିବେ। କିନ୍ତୁ ଯୋଉ ଧାନ ଦେଖନ୍ତୁ ଏଇଟା ପୁରା ନୀଳ ହେଇକି ପୁରା ଶୋଇଛି, ତ ଏଇଟା ପୁରା ନଷ୍ଟ ହେଇଯିବ ହେଲା। ଦେଖୁଛନ୍ତି ଆପଣ, ପୁରା ନଷ୍ଟ ହେଇଯିବ। ଦେଖୁଛନ୍ତି କେମିତି ହେଇଛି, ପୁରା ଶୋଇପଡିଛି। ସବୁ ଧାନ, ବିଲ ଧାନ ପୁରା ଶୋଇପଡିଛି, ମାନେ ଅମଳଟା ପୁରା ନଷ୍ଟ। ଏତେ ପରିଶ୍ରମ କରିକି ଯୋଉ ଲଗା ହଉଛି ସେଟା ପୁରା ନଷ୍ଟ ହେଇଯାଇଛି। ବାତ୍ୟାର ପ୍ରଭାବ ପଡିଛି ଆମ ଏରିଆରେ, ଖାସ କରି ଚାଷ, ଧାନ ଚାଷ ଉପରେ। ଆଉ ବନ୍ଧ ବି ପୁରା ଭୟଙ୍କର ଫୁଲ ହେଇଛି ଦେଖନ୍ତୁ। ତ ପୁଣି ବର୍ଷା ଆଜି ବି ଲାଗି ରହିଛି, ତ କେତେ ଦିନ ଲାଗିବ। ସେପଟେ କୋବି ଚାଷ ବି କରାହେଇଛି, ସେଇଟା ବି ପୁରା ପଳେଇଥିବ। ମୁଁ ଦେଖେଇବି ସେଇଟା ସେପଟେ ଯାଇକି। ତ ବର୍ତ୍ତମାନ ମୁଁ ଏଇଟା ଦେଖୁଛି ଧାନ, ବିଲ ଧାନ ଦେଖନ୍ତୁ ପୁରା ନଷ୍ଟ ହେଇଯାଇଛି। ଠିକ ଅଛି। ତ ଭାଇମାନେ, ଏଇ ବାତ୍ୟାରେ ସମସ୍ତେ ପୁରା ନଷ୍ଟ ହେଇଛନ୍ତି। ମକା ଚାଷୀ ହଉ, କୋବି ଚାଷୀ ହଉ, ଧାନ ଚାଷୀ ହଉ, ତ ସମସ୍ତେ 3 ଦିନ ଯାକ ଲଗାତାର ବର୍ଷାରେ ବର୍ତ୍ତମାନ ବି ସେ ଛାଡ଼ିବାକୁ ନାମ ଧରୁନାହିଁ। ତ ସମସ୍ତଙ୍କର ଚିନ୍ତାରେ, ଆଉ ଖାସ କରି ଗାଈ ଗୋରୁ ମାନେ ଚରେଇବା ପାଇଁ, ଖାଇବା ପାଇଁ ଖାଦ୍ୟ ପାଉନାହାନ୍ତି। ଆଉ ବହୁତ ଦୁଃଖର ବିଷୟ ବି ସେଇଟା। ତାଙ୍କର ଦିନ ଯାକ ଯଦି ଘରଠୁ ବାହାରିଲା ଠୁ ଆସିବା ଯାଏ ଯଦି ବର୍ଷା ହବ, ପଶୁମାନେ ବି ଖାଇବା ପାଇଁ ତାଙ୍କର ଅସୁବିଧା ବେଶୀ ନା। ତ ତାଙ୍କର ବି ଦୁଃଖର ବିଷୟ। ତ ବର୍ଷା ହେବାର ବହୁତ ଅସୁବିଧା ହଉଛନ୍ତି ଲୋକମାନେ ଗାଁ ଗହଳିରେ, ପଶୁମାନେ ବି, ମଣିଷ ବି, ସବୁ ବିଷୟରେ ଅସୁବିଧା ହଉଛି। ଦେଖନ୍ତୁ ମୁଁ ଆଉ ଗୋଟେ ଦେଖେଇବି ଦୃଶ୍ୟ, ଆଉ ଜାଗାକୁ ଗୋଟେ ଆସିଲି, ଆଉ ସେଇଟା ବି ଧାନ ପୁରା ଶୋଇଛି ଦେଖନ୍ତୁ। ଆପଣ ଦେଖୁଛନ୍ତି ଏଇଟା, ତ ଏ ଧାନ ଆଉ ହେଲା ଭଳିଆ ଲାଗୁନାହିଁ, କାରଣ ଯେଟା ଯଦି ପାକଳ ହେଇଥାନ୍ତା ଚଳିଥାନ୍ତା। କିନ୍ତୁ ଏଇଟା ପୁରା କଷା ଅଛି, ମାନେ ପୁରା ଗ୍ରୀନ ହେଇଛି, ତ ସେ ଧାନ ଆଉ ହେଲା ଭଳିଆ ଲାଗୁନାହିଁ। ହେଲେ ବି ବହୁତ ଉଗାଡ଼ି ବାହାରିବ ତାର। ତ ମୁଁ ଯାଉଛି ଆଉ ଟିକେ ବୁଲିଯିବି। ବହୁତ ପ୍ରଭାବ ପଡ଼ିଛି ଆମ ଗାଁରେ। ଆପଣମାନଙ୍କ ଗାଁରେ କଣ ହେଇଛି, କଣ ଆପଣମାନେ ନିଶ୍ଚିତ କମେଣ୍ଟରେ ଜଣେଇବେ ଏହି ବାତ୍ୟାଟା। କିନ୍ତୁ ଆମ ଓଡ଼ିଶାକୁ ଏତେ ପ୍ରଭାବ ଦେଲାନି, ତଥାପି ବର୍ଷା ହେଲା। କିନ୍ତୁ ଯଦି ଲ୍ୟାଣ୍ଡଫଲଟା ଆମ ଓଡ଼ିଶା ଟଚ୍ କରିଥାନ୍ତା, ତାହେଲେ ଆମର ଆହୁରି ଅଧିକ କ୍ଷତି ହେଇଥାନ୍ତା। ତ ସେଇଟା ଅନୁଭବ ହେଉଛି। ବର୍ତ୍ତମାନ ଏତିକିରେ ବି ବହୁତ ହେଲି। ଠିକ୍ ଅଛି। ଦେଖନ୍ତୁ ଏପଟେ ମକା ଚାଷ ହେଇଛି, ଆଉ ଏଇଟା ବି ପବନ ଏତେ ମାଡ଼ କରିନାହିଁ, କିନ୍ତୁ ବର୍ଷା ତ ମାଡ଼ କରିଛି। ଦେଖନ୍ତୁ ଟୋଟାଲି ମକା ଚାଷ, ତ ଏପଟେ ବି ଦେଖିବେ, ଏପଟେ ବି ମକା ଚାଷ ବହୁତ ପ୍ରବଳ ହେଇଛି। ମକା ଚାଷ ଦେଖନ୍ତୁ, ଦେଖୁଛନ୍ତି ଆପଣ, ପୁରା ମକା ଚାଷ ହେଇଛି। ତ ଏଇଠି ବି ପବନ ଯଦି ଜୋରସେ ହେବ, ଏଇଟା ବି ମକା ପଡ଼ିଯିବ। ଯଦି ମକା ଶୁଖିଲା ଟାଇମ୍ରେ ଯଦି ବର୍ଷା ହେବ, ତ ମକା ଚାଷୀ ପୁରା ନିରାଶ।
କାରଣ ସେଇଟା ଗଜା ହେଇଯିବ ସାଙ୍ଗେ ସାଙ୍ଗେ, ସେଇଟା ବେପାରୀ ହେବନି। ଦେଖନ୍ତୁ ଏଇଟା ପୁରା ମକା ଚାଷ ହେଇଛି। ତ ସାଙ୍ଗମାନେ, ତ ଆଜିର ଭିଡ଼ିଓ ଏତିକି ରଖିବା। ଆଉ ଆଜିର ଭିଡ଼ିଓରେ ମୁଁ ଆମ ଗାଁରେ ବାତ୍ୟାର ପ୍ରଭାବ କ'ଣ ପଡ଼ିଛି ସେ ବିଷୟରେ ଆପଣମାନଙ୍କୁ ଦେଖେଇଛି। ତ ନିଶ୍ଚିତ ଭିଡ଼ିଓଟା ଭଲ ଲାଗିବ, କାରଣ ବାତ୍ୟା ସମୟରେ କେତେ ହଇରାଣ, ପଶୁମାନେ ବି ଗାଈ ଗୋରୁ ଛେଳି ସମସ୍ତେ ହଇରାଣ, ମଣିଷ ହଇରାଣ, ସେଇ ବିଷୟରେ ଆପଣମାନଙ୍କୁ ଦେଖେଇଛି। ତ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିବ। ଠିକ୍ ଅଛି, ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବା। ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ।